ଘର ତିଆରି କରିବା ପାଇଁ ମିଳିବ 2,75,000। ଜାଣନ୍ତୁ କେମିତି କରିବେ ଆବେଦନ। ଗରିବ ଓ ପଛୁଆବର୍ଗଙ୍କୁ ଘର ଖଣ୍ଡେ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। 2014ରେ ମୋଦି ସରକାର ଆସିବା ପରେ 2015 ମସିହା ଜୁନ୍ ମାସରେ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଥିଲା। ଗ୍ରାମାଞ୍ଚଳ ସହିତ ସହରାଞ୍ଚଳରେ ରହୁଥିବା ଗରିବ ଶ୍ରେଣୀର ପରିବାରକୁ ମଧ୍ୟ ଏହି ଯୋଜନାରେ ଆବାସ ଯୋଗାଇ ଦେଇଛନ୍ତି ସରକାର। ଏହି ଯୋଜନାରେ କେନ୍ଦ୍ର ସରକାର ହିତାଧିକାରୀଙ୍କୁ 2,25,000 ଟଙ୍କା ଯୋଗାଇ ଦେଇଛନ୍ତି। ସେହିଭଳି ରାଜ୍ୟ ସରକାର ମଧ୍ୟ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ 50,000 ଟଙ୍କା ଯୋଗାଇ ଦେଉଛନ୍ତି। ଏହି ଯୋଜନାର ଲାଭ ପାଇବାକୁ ଚାହୁଁଥିଲେ ହିତାଧିକାରୀଙ୍କୁ ତୁରନ୍ତ ଆବେଦନ କରିବାକୁ ହେବ। ଏହି ଯୋଜନାର କେଉଁମାନେ ଲାଭ ଉଠାଇ ପାଇବେ ଓ କେମିତି ଆବେଦନ କରିବେ ତାହା ଆସନ୍ତୁ ଜାଣିବା। ଏହି ଯୋଜନାରେ ଗ୍ରାମାଞ୍ଚଳ ପାଇଁ 25 ବର୍ଗ ମିଟର ଓ ସହରାଞ୍ଚଳ ପାଇଁ 30 ବର୍ଗ ମିଟର ଜାଗାରେ ଘର ତିଆରି କରିବା ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ପରିବାର ବାର୍ଷିକ ଆୟ 3 ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଦରକାର। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ 1 କୋଟିରୁ ଅଧିକ ହିତାଧିକାରୀ ସୁବିଧା ପାଇସାରିଛନ୍ତି। ଯୁଦ୍ଧକୁ ନେଇ ବଡ଼ ଘୋଷଣା କଲା ପାକିସ୍ତାନ। କହିଲା ମେ 18 ପରେ ଭାରତ ସହ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତିକୁ ମେ 18 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନ ବଡ଼ ବୟାନ ସାମ୍ନାକୁ ଆସିଛି। ଭାରତ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛି ଯେ ଯଦି କୌଣସି ଆଲୋଚନା ହୁଏ ତାହା ଆତଙ୍କବାଦ ଏବଂ ପୋକ୍ ପ୍ରସଙ୍ଗରେ ହେବ। ଏହି ସମୟରେ ପାକିସ୍ତାନ ପୁଣି ଥରେ ଭାରତକୁ ଧମକ ଦେଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଯଦି ଭାରତ ପୁଣି ଥରେ ଆକ୍ରମଣ କରେ ତେବେ ଆମେ କଡ଼ା ଜବାବ ଦେବୁ।